ମୁଁ ତ ଭାବୁଛି କାର୍ଯ୍ୟ ଦିବସ ବି ଥିଲା ଯେହେତୁ ଦୁଇ ତିନିଟା ବିଲ୍ ମଧ୍ୟ ଇଣ୍ଟ୍ରୋଡ୍ୟୁସ୍ ହେଇଥିଲା ଆଉ ତ ୟୁନିଭର୍ସିଟି ବିଲ୍ ମଧ୍ୟ ଥିଲା। ସରକାର କ'ଣ ପାଇଁ ତରତର ହେଇକି ବନ୍ଦ କଲେ? ଆଇଦର ବିଧାନସଭା ଭିତରେ ବିଧାନସଭା ସମ୍ମୁଖୀନ ହେବା ପାଇଁ ଡରୁଛନ୍ତି ନା ସେମାନେ ଜାଣି ଶୁଣିକରି ମାନେ ଲୋକଙ୍କର ପବ୍ଲିକର ଓଡ଼ିଶା ସାରା ଚାହୁଁଥିଲେ ଯେ ତାଙ୍କର କଥା କୁହାଯିବ, ଓଡ଼ିଶାର ସମସ୍ୟା କଥା କୁହାଯିବ, ବିଧାନସଭାରେ ସେ ଅନୁସାରେ ଆଲୋଚନା ହେବ। କିନ୍ତୁ 16 ଦିନ ପୂର୍ବରୁ ବନ୍ଦ କରିଦେବାଟା ଗଣତାନ୍ତ୍ରିକ ପାଇଁ ଏଇଟା ଶୁଭଙ୍କର ନୁହେଁ। ସରକାର ନିଜେ ଆଗେଇ ଆସିବା କିନ୍ତୁ ସେ ମୁଁ ଭାବୁଛି ସରକାର ଜାଣି ଶୁଣିକି ବନ୍ଦ କଲେ ଆଉ ଗଣତନ୍ତ୍ର ପ୍ରତି ଏଇଟା ଶୁଭଙ୍କର ନୁହେଁ। ବିଧାନସଭା ଡରୁଛନ୍ତି ସରକାର ଆପଣମାନେ? ସରକାର ତ ବର୍ତ୍ତମାନ ଯଦି ୟୁନିଭର୍ସିଟି ଇଣ୍ଟ୍ରୋଡ୍ୟୁସ୍ କଲା ପରେ ଯଦି ସେ ଆଲୋଚନାରେ ଆଣିଲେ ନାହିଁ ତାହେଲେ ବିଧାନସଭା ନିଶ୍ଚୟ ଭାବେ ସେମାନେ ଡରୁଛନ୍ତି। ସରକାର ତାଙ୍କର ଅଛି, ସରକାର ଦାୟିତ୍ୱ ହେଉଛି ବିଧାନସଭାକୁ ଯେଉଁ କାର୍ଯ୍ୟ ଦିବସ 29 ତାରିଖ 16 ତାରିଖ 16 ଦିନ ଥିଲା ତା ବନ୍ଦ କରିବା ପୂର୍ବରୁ ଆଉ ବିଲ୍ ବି ଥିଲା ଆଉ କାର୍ଯ୍ୟ ଦିବସ ବି ଥିଲା, ତାକୁ ନେଇକି କାର୍ଯ୍ୟ ସବୁ କରିପାରିଥାନ୍ତେ। ତାଙ୍କର ମୁଁ ଭାବୁଛି ସରକାର ବୋଧେ ଗଣତନ୍ତ୍ର ପ୍ରତି ବା ଲୋକଙ୍କ ପ୍ରତି ଆଉ ଓଡ଼ିଶା ଲୋକଙ୍କର ଯେଉଁ ସମସ୍ୟାକୁ ଆଲୋଚନା ହେଇପାରିଥାନ୍ତା। ସରକାର ନିଜେ ବୋଧେ ଭୟ ହେଉଛନ୍ତି ଯାହାକୁ ବନ୍ଦ କରିବା ପାଇଁ ବାଧ୍ୟ ହେଲା।